ପିତୃପକ୍ଷରେ କ'ଣ କରିବା ଅନୁଚିତ? ପିତୃପକ୍ଷରେ ଆମେ ପିତୃଦେବତାଙ୍କୁ ସ୍ମରଣ କରି ଶ୍ରାଦ୍ଧ ଓ ତର୍ପଣ କରିଥାଉ। କିନ୍ତୁ ଶାସ୍ତ୍ରରେ କିଛି କାର୍ଯ୍ୟ ରହିଛି ଯେଉଁ କାର୍ଯ୍ୟ ମାନେ ପିତୃପକ୍ଷରେ କରିବା ଉଚିତ ନୁହେଁ। ଯେମିତିକି ମାଙ୍ଗଳିକ କାର୍ଯ୍ୟ, ବିବାହ, ଗୃହପ୍ରବେଶ, ମୁଣ୍ଡନ, କୌଣସି ଏନଗେଜମେଣ୍ଟ ହେଲା, ନିର୍ବନ୍ଧ, ଏହିପରି ସବୁ ଯେତିକି ବି ମଙ୍ଗଳ କାର୍ଯ୍ୟ ରହୁଛି ସେଗୁଡ଼ାକ କରିବା ଉଚିତ ନୁହେଁ। ନୂଆ ସାମଗ୍ରୀ କିଛି କିଣିବା ଉଚିତ ନୁହେଁ। ଯେମିତିକି ଗହଣା ହେଲା, କପଡ଼ା, ଘରର ବଡ଼ ବଡ଼ ଯେତିକି ସାମାନ ହେଲା, ସେଇ କିଛି ନୂଆ ଜିନିଷ କିଣିବା ମଧ୍ୟ ଏହି ସମୟରେ ଉଚିତ ନୁହେଁ। କାରଣ ଏହି ସମୟରେ ଶ୍ରାଦ୍ଧ ତର୍ପଣ ସବୁ କରାଯାଇଥାଏ। ତେଣୁ ଏଇ ନୂଆ ଜିନିଷ କିଣିବା ଉଚିତ ନୁହେଁ। ତା ସହିତ ଆପଣ ସେଇ ସମୟରେ ମାନେ ପିତୃପୁରୁଷଙ୍କ ସମୟରେ ମାନେ କିଛି ଯେମିତିକି ମାଛ ହେଲା, କୌଣସି ଆପଣଙ୍କର ପିଆଜ ରସୁଣ ବେଶୀ, ମଦ ମାଂସ ସେ ସବୁ ଖାଇବା ମଧ୍ୟ ଉଚିତ ନୁହେଁ। ସେ ସମୟରେ ସାତ୍ଵିକ ଭୋଜନ ଗ୍ରହଣ କରିବା ଉଚିତ। ତା ବ୍ୟତୀତ ଏହି ସମୟରେ ବୃଦ୍ଧ ଓ ଆପଣଙ୍କର ପୁରୋହିତ ବ୍ରାହ୍ମଣ ଏ ସମସ୍ତଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ। କାରଣ ପିତୃପକ୍ଷରେ ଗୁରୁ ବ୍ରାହ୍ମଣ ପିତା ସମସ୍ତଙ୍କୁ ସମ୍ମାନ ଦେବା ଉଚିତ। କାରଣ ସମ୍ମାନ ଦେଲେ ହିଁ ଆପଣଙ୍କୁ ଆଶୀର୍ବାଦ ମିଳିଥାଏ। ଏହି ସମୟରେ ତର୍ପଣ ଓ ଶ୍ରାଦ୍ଧ ଦିନ ମାନଙ୍କରେ ଆପଣ ତାଙ୍କୁ ଖୁସି କରାନ୍ତୁ। ଠିକ ଅଛି। ତ ଆପଣ ସେଇ ସମୟରେ ଯଦି ଆପଣ ତର୍ପଣ କରୁନାହାନ୍ତି, ଶ୍ରାଦ୍ଧ କରୁନାହାନ୍ତି, ତାହେଲେ ମଧ୍ୟ ଏଇଟା ଅଶୁଭ ସଂକେତ।